ପିଲାମାନେ ଆଜି ଆମେ ରାଜନୀତି ବିଜ୍ଞାନର ପାର୍ଟ 6 ପଢ଼ିବା। ଏହା ପୂର୍ବ ପାଠରେ ଆମେ ପାର୍ଟ 5 ପଢ଼ିଥିଲୁ ଆଉ ପାର୍ଟ 5ରେ ଆମେ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ପଢ଼ିଥିଲୁ। ଆଜି ଆମେ ସେହି ନିର୍ବାଚନ ଆୟୋଗର କ୍ଷମତା ଏବଂ କାର୍ଯ୍ୟାବଳୀ ସମ୍ପର୍କରେ ପଢ଼ିବା। ଭାରତର ସମ୍ବିଧାନର ଧାରା 324ରୁ 328 ମଧ୍ୟରେ ନିର୍ବାଚନ ଆୟୋଗର କ'ଣ କ'ଣ କ୍ଷମତା ରହିଛି ଏବଂ କାର୍ଯ୍ୟାବଳୀ ରହିଛି ସେହି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ହେଲେ ପ୍ରଥମେ ଆମେ ନିର୍ବାଚନ ଆୟୋଗର କ୍ଷମତା ସମ୍ପର୍କରେ ପଢ଼ିବା। କରେ ଅଛି ନିର୍ବାଚନ ଆୟୋଗ ଭାରତର ସଂସଦ ଓ ରାଜ୍ୟ ବିଧାନମଣ୍ଡଳର ନିର୍ବାଚନ ପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ମତଦାତା ବା ଭୋଟ ଦାତାଙ୍କ ନାମ ତାଲିକା ପ୍ରସ୍ତୁତ କରେ ଓ ସେଥିରେ ଆବଶ୍ୟକ ସଂଶୋଧନ କରିଥାଏ। ଏହା ଅର୍ଥ ହେଲା ଯେତେବେଳେ ସଂସଦର ନିର୍ବାଚନ ଚାଲେ, ସଂସଦ ବା ପାର୍ଲିଆମେଣ୍ଟର ଏବଂ ରାଜ୍ୟମାନଙ୍କର ବିଧାନମଣ୍ଡଳର ନିର୍ବାଚନ ହୁଏ, ସେହି ସମୟରେ ମତଦାତାମାନେ ଭୋଟ ଦେବେ, ନିର୍ବାଚନରେ ଅଂଶଗ୍ରହଣ କରିବେ। ତେଣୁ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ କ'ଣ କରେ ନା ଭୋଟଦାତା ବା ମତଦାତାମାନଙ୍କର ତାଲିକା ପ୍ରସ୍ତୁତ କରେ। ତାଲିକା କହିଲେ ଲିଷ୍ଟ ପ୍ରସ୍ତୁତ କରେ। ଆଉ ଲିଷ୍ଟ ପ୍ରସ୍ତୁତ କଲା ପରେ ଯେଉଁ ମତଦାତାମାନଙ୍କର କୌଣସି ପ୍ରକାର ଭୁଲ ଥାଏ ତାଙ୍କର ଭୋଟ ପରିଚୟ ପତ୍ରରେ ତାହେଲେ ତାହା ସଂଶୋଧନ ମଧ୍ୟ କରିଥାଏ। ଖରେ ଅଛି ରାଷ୍ଟ୍ରପତି ଉପରାଷ୍ଟ୍ରପତି ପଦବୀ ପାଇଁ ଯେତେବେଳେ ନିର୍ବାଚନ ହୁଏ ଏବଂ ସଂସଦ କହିଲେ ପାର୍ଲିଆମେଣ୍ଟ ଆଉ ରାଜ୍ୟର ବିଧାନମଣ୍ଡଳ ଏହି ସବୁର ନିର୍ବାଚନ ସମ୍ବନ୍ଧରେ ତତ୍ତ୍ୱାବଧାନ କରିଥାଏ ଆଉ ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇଥାଏ ଏବଂ ନିର୍ବାଚନ କାର୍ଯ୍ୟକୁ ନିୟନ୍ତ୍ରଣ କରିବା କ୍ଷମତା ମଧ୍ୟ ତା ହାତରେ ନ୍ୟସ୍ତ ରହିଛି। ପଢ଼ିବା ନିର୍ବାଚନ ଆୟୋଗ ସଂସଦ କହିଲେ କ'ଣ? ସଂସଦ କହିଲେ ପାର୍ଲିଆମେଣ୍ଟ ଆଉ ରାଜ୍ୟ ବିଧାନମଣ୍ଡଳ ଏବଂ ପାର୍ଲିଆମେଣ୍ଟ ଏହି ଦୁଇଟିର ସଦସ୍ୟମାନଙ୍କର ଅଯୋଗ୍ୟତା। ଏହି ଦୁଇଟିରେ ଯେଉଁ ସଦସ୍ୟମାନେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଯୋଗ୍ୟତା ନାହିଁ ସେ ତାହେଲେ ସେମାନେ ଏହି ସଂସଦ ଏବଂ ରାଜ୍ୟ ବିଧାନମଣ୍ଡଳର ସଦସ୍ୟ ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ସେ ପ୍ରମାଣ କରନ୍ତି ବା ଜଣାନ୍ତି। କାହାକୁ? ରାଷ୍ଟ୍ରପତିଙ୍କୁ। ଆଉ ସେହି ରାଜ୍ୟର ରାଜ୍ୟପାଳଙ୍କୁ ମଧ୍ୟ ସେ ପରାମର୍ଶ ଦେଇଥାନ୍ତି। କୌଣସି ସଦସ୍ୟ ଯୋଗ୍ୟ ନୁହନ୍ତି ତାହେଲେ ଅଯୋଗ୍ୟତା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଜଣେଇବେ ଆଉ ସେହି ରାଜ୍ୟର ରାଜ୍ୟପାଳଙ୍କୁ ମଧ୍ୟ ପରାମର୍ଶ ଦେଇଥାନ୍ତି। ଘରେ ପଢ଼ିବା ମତଦାତାମାନଙ୍କୁ ମତଦାତାଙ୍କର ନିର୍ବାଚନ ଫଟୋ ପରିଚୟ ପ୍ରଦାନ କରିଥାଏ। ଫଟୋ ପରିଚୟ ପତ୍ର କହିଲେ ଭୋଟର କାର୍ଡ଼ ଯେଉଁ ପ୍ରସ୍ତୁତ ହୁଏ ତାହା ନିର୍ବାଚନ ଆୟୋଗ ତରଫରୁ ହିଁ ପ୍ରସ୍ତୁତ ହୁଏ। ନିର୍ବାଚନ ଆୟୋଗ ହିଁ ତାହା ପ୍ରଦାନ କରିଥାଏ। ଏବେ ପଢ଼ିବା ନିର୍ବାଚନ ଆୟୋଗ କ'ଣ କରେ? ନିର୍ବାଚନର ତାରିଖ ଧାର୍ଯ୍ୟ କରେ ଆଉ ନିର୍ବାଚନ ସମ୍ପର୍କରେ କାର୍ଯ୍ୟସୂଚୀ ମଧ୍ୟ ସେ ପ୍ରସ୍ତୁତ କରେ ଏବଂ କାର୍ଯ୍ୟସୂଚୀକୁ ଲୋକମାନଙ୍କୁ ଜଣାଇବା ପାଇଁ କ'ଣ କରେ ନା ବିଜ୍ଞପ୍ତି ଜାରି କରିଥାଏ ବା ପ୍ରଚାର ପତ୍ର ଜାରି କରିଥାଏ। ରେଡ଼ିଓ ଟେଲିଭିଜନରେ ମଧ୍ୟ ପ୍ରଚାର କରିବ ଏବଂ ବିଭିନ୍ନ ଖବରକାଗଜ ମାଗାଜିନ ମାନଙ୍କରେ ମଧ୍ୟ କେଉଁ ତାରିଖରେ ନିର୍ବାଚନ ହେବ ଆଉ କେଉଁ ପ୍ରକାର ନିର୍ବାଚନ ହେବ ସେହି ସମ୍ପର୍କରେ ସେ ସୂଚନା ଦେଇଥାଏ। ରାଜନୈତିକ ଦଳମାନଙ୍କୁ ସେ କ'ଣ କରେ ନା ନିର୍ବାଚନ ସଂକେତ ପ୍ରଦାନ କରେ। ସଂକେତ ମାନେ ଚିହ୍ନ। ପ୍ରତ୍ୟେକ ଦଳର ନିର୍ବାଚନ ପୂର୍ବରୁ ତାଙ୍କୁ ସଂକେତ ଦିଆଯାଏ। ଯାହାର ସଂକେତ ନଥିବ, ଚିହ୍ନ ନଥିବ ହେଲେ ତାଙ୍କୁ ପ୍ରଦାନ କରେ। ଯାହାର ଥିବ
ତାର ତ ପୂର୍ବରୁ ରହି ଆସୁଛି, ତେଣୁ ସେମାନଙ୍କୁ ଦିଆଯିବ ନାହିଁ। ତେବେ ଏହା ନିର୍ବାଚନ ଆୟୋଗ ଦ୍ୱାରା ହିଁ କରାଯାଏ। ଏବେ 6 ଆମେ ଦେଖିବା। ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ କ'ଣ କରେ ନା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ 3 ଜଣ ପର୍ଯ୍ୟବେକ୍ଷକ ଏବଂ ଜଣେ ଲେଖାଏଁ ରିଟର୍ଣ୍ଣିଂ ଅଫିସର ମାନଙ୍କୁ ନିଯୁକ୍ତ କରନ୍ତି ପ୍ରତି ନିର୍ବାଚନ ମଣ୍ଡଳୀ। ଆମର ଯେତେବେଳେ ନିର୍ବାଚନ ହୁଏ ଯେତିକିଟି ସଂଖ୍ୟା ଥାଏ ସେହି ଅନୁସାରେ କ'ଣ କରାଯାଏ, ନିର୍ବାଚନ ମଣ୍ଡଳୀ ପ୍ରସ୍ତୁତ କରାଯାଏ। ହେଲେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ପରିଚାଳନା କରିବା, ତଦାରଖ କରିବା, ଏଇସବୁ ଆଉ ନିର୍ବାଚନ କାର୍ଯ୍ୟ ପାଇଁ ବ୍ୟବସ୍ଥା କରିବା, ଏସବୁ କାର୍ଯ୍ୟ ପାଇଁ 3 ଜଣ ପର୍ଯ୍ୟବେକ୍ଷକ ଏବଂ ଜଣେ ଲେଖାଏଁ ରିଟର୍ଣ୍ଣିଂ ଅଫିସର ମାନଙ୍କୁ ନିଯୁକ୍ତ କରିଥାଏ। କିଏ କରେ ନିଯୁକ୍ତି? ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଯେତେବେଳେ ଚାଲିଥାଏ ସେହି ସମୟରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରିଥାନ୍ତି। ଆଉ ଏହି ଆଚରଣ ବିଧିକୁ ଯେଉଁ ପ୍ରାର୍ଥୀମାନେ ଭଙ୍ଗ କରନ୍ତି, ନ ମାନନ୍ତି, ତାହେଲେ ସେମାନଙ୍କୁ ବିହିତ ଦଣ୍ଡ ବିଧାନ ମଧ୍ୟ ନିର୍ବାଚନ ଆୟୋଗ ପ୍ରଦାନ କରିଥାଏ। ଏବେ 6 ପଢ଼ିବା। ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ମାଧ୍ୟମରେ, ଆକାଶବାଣୀ ବା ରେଡ଼ିଓ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଚାର କରିବା ପାଇଁ କ'ଣ କରାଯାଏ ନା ସୁଯୋଗ ଦେଇଥାଏ। ଆଉ କେତେ ଦିନ, କେତେ ତାରିଖ ପର୍ଯ୍ୟନ୍ତ ସେମାନେ ପ୍ରଚାର କରିବେ, କେତେ ସମୟ ସୀମା ମଧ୍ୟରେ ପ୍ରଚାର କରିବେ, ତାହା ମଧ୍ୟ ସେ କ'ଣ କରିଥାଏ, ଧାର୍ଯ୍ୟ କରିଥାଏ। ନିୟମ। ନିର୍ବାଚନ ପରିଚାଳନା ପାଇଁ ଯେତିକି କର୍ମଚାରୀ ଦରକାର, ନିର୍ବାଚନ ସମୟରେ ବହୁ ସଂଖ୍ୟକ ନିର୍ବାଚନ ମଣ୍ଡଳୀ ଥାଏ ଆଉ ନିର୍ବାଚନ କେନ୍ଦ୍ର ମଧ୍ୟ ଥାଏ। ଏହି ସବୁ ପାଇଁ କର୍ମଚାରୀ ଦରକାର। ତେବେ ସେହି କର୍ମଚାରୀମାନଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଥାନ୍ତି। ତ ପଢ଼ିବା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ପ୍ରାର୍ଥୀ ନିର୍ବାଚନ ସଂକ୍ରାନ୍ତୀୟ ଖର୍ଚ୍ଚର ହିସାବ ନିର୍ବାଚନ ଆୟୋଗ ପାଖରେ ଦାଖଲ କରି ନ ପାରନ୍ତି, ତାହେଲେ ନିର୍ବାଚନ ଆୟୋଗ ତାଙ୍କ ପାଇଁ ଦଣ୍ଡର ପରିମାଣ ଘୋଷଣା କରନ୍ତି। ନିର୍ବାଚନ ସରିଗଲା ପରେ ପ୍ରତ୍ୟେକ ପ୍ରାର୍ଥୀ ନିର୍ବାଚନ ପାଇଁ କେତେ ଟଙ୍କା ଖର୍ଚ୍ଚ କଲେ ତାର ହିସାବ ଦେବେ ନିର୍ବାଚନ ଆୟୋଗକୁ। ଆଉ ତାଙ୍କ ପାଇଁ ସେ ସମୟ ବି ଧାର୍ଯ୍ୟ କରାଯାଇଥାଏ ଯେ କେତେ ସମୟ ମଧ୍ୟରେ ସେମାନେ କେତେ ଖର୍ଚ୍ଚ କଲେ ତାହା ଦାଖଲ କରିବେ ବା ହିସାବଟି ଦେବେ। ସେହି ସମୟ ଭିତରେ ସେମାନେ ଯଦି ନିଜର ଖର୍ଚ୍ଚର ହିସାବଟି ଜମା ନ ଦେଇପାରନ୍ତି, ଦାଖଲ ନ କରନ୍ତି, ତାହେଲେ ନିର୍ବାଚନ ଆୟୋଗ କ'ଣ କରିବେ, ଦଣ୍ଡର ପରିମାଣ ଘୋଷଣା କରିବେ। ସେ କେତେ ଟଙ୍କା ଦଣ୍ଡ ହିସାବରେ କେତେ ଟଙ୍କା ଜୋରିମାନା ଦେବେ ତାହା ଘୋଷଣା କରନ୍ତି। ନିର୍ବାଚନ ଆୟୋଗ ନିର୍ବାଚନ ସମ୍ପର୍କରେ ଯାହା କିଛି ବି ବିବାଦ ହୁଏ, ଯେଉଁଠାରେ ବି ନିର୍ବାଚନ କାର୍ଯ୍ୟ ଚାଲିଥିଲା ବେଳେ କିମ୍ବା ନିର୍ବାଚନ ପୂର୍ବରୁ କିମ୍ବା ପରେ ମଧ୍ୟ ଯେଉଁ ପ୍ରକାର ଯେଉଁଠି ମଧ୍ୟ ବିବାଦ ହୁଏ, ତାହେଲେ ନିର୍ବାଚନ ଆୟୋଗ ତାହା ସମାଧାନ କରନ୍ତି। ଆଚ୍ଛା, ନିର୍ବାଚନ ପାଇଁ ଯେଉଁ ପ୍ରତିଦ୍ୱନ୍ଦ୍ୱୀମାନେ ଭାଗ ନେଇଥାନ୍ତି, ସେମାନେ ନିର୍ବାଚନ ସମୟରେ ସର୍ବାଧିକ କେତେ ଟଙ୍କା ଖର୍ଚ୍ଚ କରିପାରିବେ ତାହା ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଥାଏ। ହେଲେ ଏଟା ତ ପିଲାମାନେ ଆମେ ପଢ଼ିଲୁ ଭାରତର ନିର୍ବାଚନ ଆୟୋଗର କ୍ଷମତା କାର୍ଯ୍ୟାବଳୀ ସମ୍ପର୍କରେ। ବର୍ତ୍ତମାନ ଆମେ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପର୍କରେ ପଢ଼ିବା। ପ୍ରତ୍ୟେକ ରାଜ୍ୟମାନଙ୍କରେ ମଧ୍ୟ ଗୋଟିଏ ଆୟୋଗ ରହିଛି, ନିର୍ବାଚନ ଆୟୋଗ ରହିଛି। ଆଉ ସେହି ନିର୍ବାଚନ ଆୟୋଗ ରାଜ୍ୟମାନଙ୍କରେ ଯାହା ଯାହା ନିର୍ବାଚନ ହୁଏ, ସେହି ସମସ୍ତ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିଥାଏ। ସମ୍ବିଧାନର 73ତମ ସମ୍ବିଧାନ ସଂଶୋଧନ ଆଇନ 1992ରେ ହେଇଥିଲା। ଆଉ ସେଇ ସଂଶୋଧନ ଆଇନରେ କୁହାଯାଇଛି ଯେ
ପଞ୍ଚାୟତି ରାଜ କାହାକୁ କୁହାଯାଏ? କାହାକୁ ପଞ୍ଚାୟତି ରାଜ କୁହାଯାଉଛି? ପଞ୍ଚାୟତି ରାଜ ହେଲା ଆମର ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ, ଯାହାକି ଆମର ରହିଛି କ'ଣ? ସେଇ ତିନିଟି ସଂସ୍ଥା ଅଛି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଆଉ ଜିଲ୍ଲା ପରିଷଦ। ଏଇ ତିନିଟିକୁ ପଞ୍ଚାୟତି ରାଜ ବୋଲି କୁହାଯାଏ। ତେବେ ଏହି ଅନୁଷ୍ଠାନମାନଙ୍କର ତଥା ସହରାଞ୍ଚଳ ସ୍ୱାୟତ୍ତ ଶାସନକୁ ପୌର ସଂସ୍ଥା ବୋଲି କୁହାଯାଉଛି। ତେବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ ପରିଚାଳନା କାର୍ଯ୍ୟ ରାଜ୍ୟ ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ ହୋଇଛି। ଆଉ ଏଥିପାଇଁ ମତଦାତାମାନେ ଭୋଟ ଦେବେ। ତେଣୁ ମତଦାତାମାନଙ୍କର କ'ଣ କରାଯାଏ? ତାଲିକା ବା ଲିଷ୍ଟ ପ୍ରସ୍ତୁତ କରାଯାଏ। କାହା ଦ୍ୱାରା? ଏହି ନିର୍ବାଚନ ଆୟୋଗ ଦ୍ୱାରା। ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କର କାର୍ଯ୍ୟକାଳ, ରାଜ୍ୟ ନିର୍ବାଚନ ଆୟୋଗର ମୁଖ୍ୟଙ୍କୁ କ'ଣ କୁହାଯାଏ? ଆୟୁକ୍ତ କୁହାଯାଏ। ହେଲେ ସେହି ଆୟୁକ୍ତଙ୍କର କାର୍ଯ୍ୟକାଳ କେତେ ରହିବ? ଆଉ କାର୍ଯ୍ୟ ସର୍ତ୍ତାବଳୀ ରାଜ୍ୟପାଳ ସେହି ରାଜ୍ୟର ବିଧାନମଣ୍ଡଳ ଦ୍ୱାରା ପ୍ରଣୀତ ଆଇନକୁ ନଜରରେ ରଖି ନିରୂପଣ କରନ୍ତି। ଆୟୁକ୍ତଙ୍କର କାର୍ଯ୍ୟକାଳ କ'ଣ ରହିବ? ଆଉ ସେ କି କାର୍ଯ୍ୟ କରିବେ ତାହା କିଏ ନିରୂପଣ କରନ୍ତି? ରାଜ୍ୟପାଳ। କିନ୍ତୁ ରାଜ୍ୟରେ ବିଧାନମଣ୍ଡଳ ଦ୍ୱାରା ଯେଉଁ ଆଇନ ପ୍ରଣୀତ ହେବ, ସେହି ଆଇନ ଅନୁସାରେ ରାଜ୍ୟପାଳ ଆୟୁକ୍ତମାନଙ୍କର କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ତ୍ତାବଳୀକୁ ନିରୂପଣ କରିଥାନ୍ତି। ରାଜ୍ୟ ଉଚ୍ଚ ନ୍ୟାୟାଳୟ, ପ୍ରତ୍ୟେକ ରାଜ୍ୟରେ ଉଚ୍ଚ ନ୍ୟାୟାଳୟ ରହିଛି। ଆଉ ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଶମାନେ ଥାନ୍ତି, ବିଚାରପତିମାନେ ଥାନ୍ତି, ତାଙ୍କୁ ନ୍ୟାୟାଧୀଶ କୁହାଯାଏ। ତେବେ ସେହି ନ୍ୟାୟାଧୀଶମାନଙ୍କୁ ତାଙ୍କ କାର୍ଯ୍ୟରୁ ଅନ୍ତର କରିବାର ଯାହା ଯାହା ପଦ୍ଧତି ରହିଛି, ନ୍ୟାୟାଧୀଶମାନଙ୍କୁ ଯେଉଁ ଢଙ୍ଗରେ ତାଙ୍କ ପଦବୀରୁ କ'ଣ କରାଯାଏ? ଅନ୍ତର କରାଯାଏ ବା ବହିଷ୍କାର କରାଯାଏ। ସେହିପରି ନିର୍ବାଚନ ଆୟୁକ୍ତଙ୍କୁ ମଧ୍ୟ ସେହି ଢଙ୍ଗରେ ବା ସେହି ପଦ୍ଧତିରେ କ'ଣ କରାଯାଏ? ତାଙ୍କ କାର୍ଯ୍ୟରୁ ଅନ୍ତର କରାଯାଏ। ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କର କାର୍ଯ୍ୟକାଳର ବୟସ ସୀମା କେତେ? ନା 62 ବର୍ଷ। ସେମାନେ 62 ବର୍ଷ ବୟସ ଅତିକ୍ରମ କଲେ ସେହି ଆୟୁକ୍ତ ପଦବୀରେ ରହିପାରିବେ ନାହିଁ। ସେମାନେ ଯେତିକି ଦିନ ବି କାର୍ଯ୍ୟ କରିବେ, 62 ବର୍ଷ ବୟସ ମଧ୍ୟରେ ଥାଇ ସେମାନେ ଆୟୁକ୍ତ ଭାବେ କାର୍ଯ୍ୟ କରିପାରିବେ। ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟାଳୟ, ମୁଖ୍ୟ କାର୍ଯ୍ୟାଳୟ ରହିଛି କେଉଁଠାରେ? ଭୁବନେଶ୍ୱରଠାରେ ରହିଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ନିଯୁକ୍ତି ହୁଅନ୍ତି କାହା ଦ୍ୱାରା? ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ହୋଇଥାନ୍ତି। ଏଗୁଡ଼ା ଚିହ୍ନ କରିବ ପିଲା, ଆଉ ଧ୍ୟାନ ଦେବ, ମନେ ରଖିବ। ରାଜ୍ୟ ନିର୍ବାଚନ ଆୟୋଗ 1 ସଦସ୍ୟ ବିଶିଷ୍ଟ ଅଟେ। ଆମ ରାଜ୍ୟ ଓଡ଼ିଶାରେ ଯେଉଁ ଆୟୋଗ ଅଛି, ନିର୍ବାଚନ ଆୟୋଗ, ତାହା 1 ସଦସ୍ୟ ବିଶିଷ୍ଟ ଅଟେ। ମାନେ ଜଣେ ମାତ୍ର ସଦସ୍ୟ ଅଛନ୍ତି, ଜଣେ ମାତ୍ର ଆୟୁକ୍ତ ଏହି ନିର୍ବାଚନ ଆୟୋଗରେ ରହିଛନ୍ତି। ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କର ଅନୁରୋଧ କ୍ରମେ ରାଜ୍ୟପାଳ ନିର୍ବାଚନ ଆୟୋଗର ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଅନ୍ତି। ନିର୍ବାଚନ ସମୟରେ ବହୁ ସଂଖ୍ୟକ କର୍ମଚାରୀ ଦରକାର, ହେଲେ ସେହି କର୍ମଚାରୀମାନଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି। କିନ୍ତୁ କାହାର ଅନୁରୋଧରେ? ଆୟୁକ୍ତଙ୍କର ଅନୁରୋଧ କ୍ରମେ ସେ ନିଯୁକ୍ତି ଦିଅନ୍ତି। ସମ୍ବିଧାନର 74ତମ ସଂଶୋଧନ ଆଇନ ଅନୁଯାୟୀ ସହରାଞ୍ଚଳର ପୌରପାଳିକା, ନଗରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ, ଯାହାକୁ ଆମେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ବୋଲି କହୁ, ଏହି ସମସ୍ତ ସଂସ୍ଥା ପାଇଁ ଯେତେବେଳେ ନିର୍ବାଚନ ଚାଲେ, ସେହି ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିବା ଆଉ ନିୟନ୍ତ୍ରଣ କରିବାର ଦାୟିତ୍ୱ ରାଜ୍ୟ ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ ହୋଇଅଛି। ତେବେ ଏଇ ଯେଉଁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚନ ସମ୍ପର୍କରେ ମତଦାତାମାନଙ୍କର ତାଲିକା ପ୍ରସ୍ତୁତ କରିବା, ନିର୍ବାଚନ ପୂର୍ବରୁ ତାଲିକା ପ୍ରସ୍ତୁତ ହେବ। ଯେଉଁମାନେ ମତଦାତା, ସେ କେଉଁମାନେ ମତଦାତା? ଯାହାର ବୟସ 18 ବର୍ଷରୁ ଅଧିକ ହୋଇଥିବ
ସେମାନେ ହିଁ ଭୋଟ ଦେଇପାରିବେ। ତେଣୁ ସେମାନେ ମତଦାତା ଅଟନ୍ତି। ତେଣୁ ଏଇସବୁ ନିର୍ବାଚନ ସମୟରେ ଏଇ ଯେଉଁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ ହେବା ପୂର୍ବରୁ ମତଦାତାମାନଙ୍କର ସମ୍ପୂର୍ଣ୍ଣ ଲିଷ୍ଟ ପ୍ରସ୍ତୁତ କରାଯାଏ, ନାମ ତାଲିକା ପ୍ରସ୍ତୁତ କରାଯାଏ। ଆଉ ଆନୁଷାଙ୍ଗିକ କାର୍ଯ୍ୟ ମଧ୍ୟ ଏହା ନିର୍ବାଚନ ଆୟୋଗ ହିଁ କ'ଣ କରିଥାନ୍ତି, ସମ୍ପନ୍ନ କରିଥାନ୍ତି ବା ଏଇସବୁ କାର୍ଯ୍ୟ ସେ ପୂରଣ କରନ୍ତି। ଏବେ ଆମେ ଦେଖିବା ଭାରତରେ ମୁକ୍ତ ଅବାଧ ନିର୍ବାଚନର ପ୍ରତିବନ୍ଧକ। ବର୍ତ୍ତମାନ ଅନେକ ପ୍ରକାର ପ୍ରତିବନ୍ଧକ ସୃଷ୍ଟି ହୁଏ, ବାଧା ସୃଷ୍ଟି ହୁଏ ନିର୍ବାଚନ ସମୟରେ। ଉଲ୍ଲିଖିତ ଆଲୋଚନାରୁ ଉପରେ ଯାହା ଆମେ ଆଲୋଚନା କଲୁ ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଆଜି ସୁଦ୍ଧା ଶେଷ ହୋଇଥିବା 15ଟି ଲୋକସଭା ନିର୍ବାଚନ ସରିଯାଇଛି। ଆଉ ଶତାଧିକ 100ରୁ ଅଧିକ ରାଜ୍ୟ ବିଧାନସଭା ନିର୍ବାଚନ ସରିଯାଇଛି। ଏ ସମସ୍ତ ନିର୍ବାଚନ ବାସ୍ତବରେ ମୁକ୍ତ ଭାବରେ ଅବାଧ ଭାବରେ ହୋଇପାରିଛି, ମାନେ କୌଣସି ପ୍ରକାର ବାଧା ଆସିନାହିଁ। ଏତେ ଗୁଡ଼ାଏ ନିର୍ବାଚନ ସରିଲା, ଲୋକସଭାର ନିର୍ବାଚନ 15ଟି ଆଉ 100ରୁ ଅଧିକ ବିଧାନସଭାର ନିର୍ବାଚନ ହେଲା, କିନ୍ତୁ ସମସ୍ତ ନିର୍ବାଚନ ମୁକ୍ତ ଭାବରେ ହୋଇପାରିଛି, ଅବାଧ ଭାବରେ ହୋଇପାରିଛି, କୌଣସି ପ୍ରକାର ବାଧାବିଘ୍ନ ଆସି ନାହିଁ। ସେଥିପାଇଁ ଦେଶରେ ଯେଉଁ ନିର୍ବାଚନ ଆୟୋଗ ଅଛି ତା ସହିତ ଭାରତର 70 କୋଟିରୁ ଅଧିକ ଯେଉଁ ମତଦାତା ମାନେ ଅଛନ୍ତି ସେମାନେ ଏଥିପାଇଁ ପ୍ରଶଂସାର ପାତ୍ର ଅଟନ୍ତି। କାହିଁକି ନା ନିର୍ବାଚନ ଆୟୋଗଙ୍କର ତାଙ୍କର ପ୍ରଚେଷ୍ଟା ଯୋଗୁଁ, ତାଙ୍କର ଉତ୍ତମ କାର୍ଯ୍ୟକଳାପ ଯୋଗୁଁ ଏବଂ ଯେଉଁ ଭୋଟରମାନେ ମତଦାତାମାନେ 70 କୋଟିରୁ ଅଧିକ ଲୋକ ଅଛନ୍ତି ସେମାନେ ତାଙ୍କର ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବାରୁ ହିଁ ମୁକ୍ତ ଏବଂ ଅବାଧ ନିର୍ବାଚନ ହୋଇପାରିଛି। ତେଣୁ ସେମାନେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ତେବେ ନିର୍ବାଚନ ସମ୍ପର୍କରେ ଯେତେବେଳେ ବିଶ୍ଳେଷଣ କରାଯାଏ, ଅନୁଧ୍ୟାନ କରାଯାଏ, ସେତେବେଳେ କେତେଟି ଅସୁବିଧା ଦେଖିବାକୁ ମିଳେ। ମାନେ କେତେଟି ନିର୍ବାଚନ ସମୟରେ ବୈଶିଷ୍ଟ୍ୟ ବା କେତେ ଗୁଡ଼ାଏ ତାରତମ୍ୟ ବା ସମସ୍ୟା ଗୁଡ଼ିକ ଦେଖିବାକୁ ମିଳିଛି। ଆଉ କ'ଣ କ'ଣ ସମସ୍ୟା ଗୁଡ଼ାକ ଦେଖିବାକୁ ମିଳିଛି ସେଗୁଡ଼ାକ ଏଠି ଦିଆଯାଇଛି। କ ହେଲା ବା 1 ହେଲା ପ୍ରତିଦ୍ୱନ୍ଦ୍ୱିତା ପାଇଁ ରାଜନୈତିକ ଦଳର ସଂଖ୍ୟା ବୃଦ୍ଧି। ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବା ଭୋଟ ଲଢ଼ିବା ପାଇଁ ରାଜନୈତିକ ଦଳର ସଂଖ୍ୟା ବଢ଼ିଯାଇଛି। ବର୍ତ୍ତମାନ ଦେଖିବ ତମେ ଜନତା ଦଳ, କଂଗ୍ରେସ ଦଳ, ବିଜେପି, ବିଜେଡ଼ି ଦଳ ଆଉ କେତେ କେତେ ଅସଂଖ୍ୟ ଦଳ ସବୁ ରହିଛନ୍ତି। ତେବେ ରାଜନୈତିକ ଦଳର ସଂଖ୍ୟା ବଢ଼ିଯାଇଛି ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ। 2 ହେଲା ପ୍ରତିଦ୍ୱନ୍ଦ୍ୱୀଙ୍କୁ ସଂଖ୍ୟାରେ ଅସ୍ୱାଭାବିକ ବୃଦ୍ଧି। ଯେହେତୁ ପ୍ରତିଦ୍ୱନ୍ଦ୍ୱିତା ଦଳ ବଢ଼ି ବଢ଼ି ଚାଲିଛି, ତେଣୁ ପ୍ରତିଦ୍ୱନ୍ଦ୍ୱୀମାନଙ୍କର ସଂଖ୍ୟା ମଧ୍ୟ ସ୍ୱାଭାବିକ ଭାବରେ ବଢ଼ି ଯାଇଛି। 3 ହେଲା ନିର୍ବାଚନ ସମୟରେ ଅଧିକ ସଂଖ୍ୟକ ରାଜନୈତିକ ଦଳ ଥିବା ଯୋଗୁଁ ତାଙ୍କ ମଧ୍ୟରେ କ'ଣ ହେଉଛି, ହିଂସାଜନିତ କାର୍ଯ୍ୟକଳାପ ବଢ଼ୁଛି। ପ୍ରତ୍ୟେକ ଦଳ ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଲାଗି ରହିଛି, କଳିକଜିଆ ଲାଗି ରହିଛି। 4 ହେଲା ଅଧିକ ସଂଖ୍ୟକ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରନ୍ତି। କେତେକ ପ୍ରାର୍ଥୀମାନଙ୍କର କୌଣସି ଦଳ ନାହିଁ, କିନ୍ତୁ ସେମାନେ ସ୍ୱାଧୀନ ଭାବରେ ନିଜେ ସ୍ୱାଧୀନ ଭାବରେ ସେମାନେ ନିର୍ବାଚନରେ ଲଢ଼ିଥାନ୍ତି। ଆଉ ବର୍ତ୍ତମାନ ସେମାନଙ୍କର ସଂଖ୍ୟା ମଧ୍ୟ ବହୁତ ବଢ଼ିଗଲାଣି। 5 ହେଲା ସରକାରଙ୍କର ନିର୍ବାଚନୀ ବ୍ୟୟ ବୃଦ୍ଧି। ବର୍ତ୍ତମାନ ସରକାର ପ୍ରତ୍ୟେକ ପ୍ରାର୍ଥୀମାନଙ୍କୁ କେତେ ଟଙ୍କା ଯେଉଁ ଖର୍ଚ୍ଚ କରିବେ ନିର୍ବାଚନ ସମୟରେ ବୋଲି ସେ ନିର୍ଦ୍ଧାରିତ କରନ୍ତି। ତେବେ ସେ ବର୍ତ୍ତମାନ ବ୍ୟୟକୁ ବଢ଼େଇ ଦେଇଛନ୍ତି। କେତେ ଟଙ୍କା ଖର୍ଚ୍ଚ କରିବେ ତାର ପରିମାଣ ବଢ଼େଇ ଦିଆଯାଇଛି। 6 ହେଲା
ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନଙ୍କ ଦ୍ୱାରା ସୀମା ବହିର୍ଭୂତ ଗୋପନୀୟ ନିର୍ବାଚନ ଜନିତ ବ୍ୟୟାଧିକ୍ୟ। ହେଲେ ଯେଉଁମାନେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଅଟନ୍ତି ସେଇ ପ୍ରାର୍ଥୀମାନେ ନିର୍ବାଚନ ଆୟୋଗ ଯେତିକି ସୀମା ଧାର୍ଯ୍ୟ କରିଛି, ମାନେ ଯେତିକି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ ସ୍ଥିର କରିଛି, ତାଠୁ ଅଧିକ ସେମାନେ କ'ଣ କରନ୍ତି, ଗୋପନରେ ନିର୍ବାଚନ ସମୟରେ ଖର୍ଚ୍ଚ କରିଥାନ୍ତି। 7 ହେଲା ମାସାଧିକ ସମୟ, ମାନେ 1 ମାସରୁ ଅଧିକ ସମୟ ପାଇଁ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥାଏ। 8 ହେଲା ଅର୍ଥବଳ ଏବଂ ବାହୁବଳ। ଅନେକ ଯେଉଁ ପ୍ରତିଦ୍ୱନ୍ଦ୍ୱୀମାନେ ପ୍ରାର୍ଥୀମାନେ କ'ଣ କରନ୍ତି, ନିର୍ବାଚନ ସମୟରେ ଗାଁ ଗାଁ ବୁଲି ଲୋକମାନଙ୍କ ପାଖରେ ଯାଇ ଅସାଧୁ ପନ୍ଥା ଅବଲମ୍ବନ କରନ୍ତି। ଅସାଧୁ କହିଲେ ଟଙ୍କା ପଇସା ବାଣ୍ଟିବେ, ଲୋଭ ଦେଖାଇବେ, କେତେକ ସ୍ଥାନମାନଙ୍କରେ ତାଙ୍କ ମାନେ ଚାପ ଦେବେ ଲୋକମାନଙ୍କ ଉପରେ। ଏହି ପ୍ରକାର ସେମାନେ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରନ୍ତି ଏବଂ ନିର୍ବାଚନ ସମୟରେ ନିଜର ପକ୍ଷଭୁକ୍ତ କରିବା ପାଇଁ ଚେଷ୍ଟା କରନ୍ତି ମତଦାତାମାନଙ୍କୁ। 9 ହେଲା ନିର୍ବାଚନରେ ଅପରାଧୀକରଣ ବୃଦ୍ଧି। ବର୍ତ୍ତମାନ ନିର୍ବାଚନ ସମୟରେ ବହୁତ ଅପରାଧ ବଢ଼ୁଛି, ମାନେ ଗଣ୍ଡଗୋଳ ବୃଦ୍ଧି ପାଉଛି। ହେଲେ ଏଇସବୁ ଅନେକ ବାଧା ବିଘ୍ନ ରହିଥିଲେ ମଧ୍ୟ ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ବ୍ୟବସ୍ଥା ଗଣତାନ୍ତ୍ରିକ ଧାରାରେ ସଫଳତାର ସହିତ ହୋଇପାରୁଛି। ନିର୍ବାଚନ ସମୟରେ ମତଦାତାମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି। ବର୍ତ୍ତମାନ ମତଦାତାମାନେ ସଚେତନ ହୋଇଗଲେଣି, ଆଉ ସେମାନଙ୍କର ଆଗ୍ରହ ମଧ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ତେଣୁ ନିର୍ବାଚନ ସମୟରେ ବହୁ ସଂଖ୍ୟକ ମତଦାତାମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଛନ୍ତି। ଭାରତର ନିର୍ବାଚନ ପ୍ରକ୍ରିୟାରେ କେତେ ଗୁଡ଼ାଏ ସମସ୍ୟା ଦେଖିବାକୁ ମିଳୁଛି। କ'ଣ କ'ଣ ସମସ୍ୟା ଦେଖିବାକୁ ମିଳେ? ହେଲା କ୍ଷୁଦ୍ର ରାଜନୈତିକ ଦଳ, ମାନେ ଛୋଟ ଛୋଟ ଯେଉଁ ଦଳ ଗୁଡ଼ାକ ରହିଛି, ଆଉ ସ୍ୱାଧୀନ ପ୍ରାର୍ଥୀମାନେ ଅଛନ୍ତି, ସେଇମାନେ ବିଶେଷ କ୍ଷତିଗ୍ରସ୍ତ ହୁଅନ୍ତି। ସେମାନେ ଏତେ ଟଙ୍କା ଖର୍ଚ୍ଚ କରିବେ, ପ୍ରଚାର କରିବେ, ପରିଶ୍ରମ କରିବେ, କିନ୍ତୁ ଅନେକ ପ୍ରାର୍ଥୀମାନେ ବିଜୟୀ ହୋଇପାରନ୍ତି ନାହିଁ। ହେଲା କେତେକ ରାଜନୈତିକ ଦଳରେ ପାରିବାରିକ ରାଜନୀତିର ଛିଟା ଦେଖିବାକୁ ମିଳୁଛି। କେତେକ ରାଜନୈତିକ ଦଳରେ ଦେଖିବ ମାନେ ବାପା ପୁଅ ଭାଇ ଭଉଣୀ ହେଇକିରି ମାନେ ଗୋଟିଏ ପରିବାରର ହିଁ ଅନେକ ଜଣ ନିର୍ବାଚନରେ ଲଢ଼ିଥାନ୍ତି, ଆଉ ସେମାନଙ୍କୁ ହିଁ ଟିକେଟ୍ ମଧ୍ୟ ମିଳିଥାଏ। ତେଣୁ ଏହାଦ୍ୱାରା ବହୁତ ପ୍ରଭାବ ପଡ଼ିଥାଏ। ଆଉ ଦଳୀୟ ଟିକେଟ୍ ଯେତେବେଳେ ଦିଆଯାଏ, ସେହି ସମୟରେ ଗୋଟିଏ ପରିବାରର ଲୋକଙ୍କୁ ହିଁ ଅନେକ ଗୁଡ଼ାଏ ଟିକେଟ୍ ମିଳିଥାଏ। ତେଣୁ ଏହାଦ୍ୱାରା ଅଶାନ୍ତି ବଢ଼େ, ଅନ୍ୟ ସଦସ୍ୟମାନେ ଅସନ୍ତୁଷ୍ଟ ହୋଇଥାନ୍ତି। ହେଲା ରାଜନୀତିକ ଅପରାଧୀକରଣ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରୁଅଛି। ଅପରାଧୀକରଣ ବର୍ତ୍ତମାନ ବହୁତ ଗୁଡ଼ାଏ ଅପରାଧ ହେଉଛି। ଦଳ ଦଳ ମଧ୍ୟରେ ବି ବହୁତ ହିଂସାକାଣ୍ଡ ଘଟୁଛି, ଆଉ ହତ୍ୟା ମଧ୍ୟ କରାଯାଉଛି। ତେଣୁ ଏହା ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରିଦେଉଛି। ନିର୍ବାଚନ ରାଜନୀତିରେ ଦେଖାଯାଏ ଯେ ଧନିକ ଲୋକମାନେ, କୋଟିପତି ଲୋକମାନେ ବା ପ୍ରାର୍ଥୀମାନେ ବିଜୟ ହେବାର ଆଶା ଅଧିକ ଥାଏ। କାହିଁକି ନା ସେମାନେ ନିଜର ଅର୍ଥବଳ ମାଧ୍ୟମରେ ଅଧିକ ଟଙ୍କା ସେମାନେ ଖର୍ଚ୍ଚ କରନ୍ତି ମତଦାତାମାନଙ୍କ ପାଖରେ, ଆଉ ନିଜ ପାଇଁ ଭୋଟ ସେମାନେ କିଣି ନେଇଯାଆନ୍ତି। ତେଣୁ ସେଇ ଧନୀ ଶ୍ରେଣୀ ଏବଂ କୋଟିପତି ପ୍ରାର୍ଥୀମାନେ ବିଜୟ ହେବାର ଅଧିକ ଆଶା ଜଣାପଡ଼ିଥାଏ। ତେବେ ଏଇଗୁଡ଼ାକ ହେଉଛି କେତେକ ସମସ୍ୟା ଯେଉଁଟାକି ଆମ ଭାରତରେ ନିର୍ବାଚନ ପ୍ରକ୍ରିୟାରେ ଦେଖାଯାଉଛି। ହେଲେ ଏଇ ଖାଲି ଯେ ଭାରତ ନୁହେଁ, ଏଇ ସମସ୍ୟା ଗୁଡ଼ାକ ପୃଥିବୀର ଅନ୍ୟ ରାଷ୍ଟ୍ରମାନଙ୍କରେ ମଧ୍ୟ ଦେଖାଯାଏ। ଆଉ ଏଇ ସମସ୍ୟା ଯୋଗୁଁ ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟା କ'ଣ ହୋଇଯାଉଛି, ଦୋଷଯୁକ୍ତ ହୋଇଯାଉଛି।
ମାନେ ଯେଉଁଟା ଦୋଷ ମୁକ୍ତ ହେବାର କଥା ସେଟା ଦୋଷଯୁକ୍ତ ହୋଇଯାଉଛି। ତେଣୁ ବହୁ ସଂଖ୍ୟକ ସମାଜବାଦୀମାନେ, ସ୍ୱେଚ୍ଛାସେବୀ ସଂସ୍ଥା ଆଉ ଭଦ୍ର ସମାଜ ମାନେ ଅଛନ୍ତି ଯେଉଁମାନେ କି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବା ସଂସ୍କାର ଆଣିବା ପାଇଁ ଆଗଭର ହେଉଛନ୍ତି, ଯେମିତିକି ଗଣତନ୍ତ୍ର ପ୍ରକ୍ରିୟା ଏବଂ ଗଣତନ୍ତ୍ର ଶାସନଟି ଦୋଷଯୁକ୍ତ ନ ହେଉ। ଏହି ଦୋଷଯୁକ୍ତ ପାଇଁ ଯେଉଁ ସମସ୍ୟା ଗୁଡ଼ାକ ରହିଛି, ଯେଉଁ ଦୋଷ ଦୁର୍ବଳତା ରହିଛି, ଯେଉଁ ସମସ୍ୟା ଗୁଡ଼ାକ ରହିଛି ତାକୁ ଦୂର କରିବା ପାଇଁ କେତେକ ସଂସ୍ଥା ଆଗଭର ହେଉଛନ୍ତି। କିନ୍ତୁ ସେମାନେ କେବଳ ଆଗଭର ହେଲେ ଇଚ୍ଛା କଲେ ହେବ ନାହିଁ। ସେଥିପାଇଁ ଆବଶ୍ୟକ ହେଉଛି କ'ଣ ନା ବିଭିନ୍ନ ରାଜନୈତିକ ଦଳ, ସରକାର ଏବଂ ଜନସାଧାରଣଙ୍କର ଇଚ୍ଛା ଶକ୍ତି ଏବଂ ସେହି ବିଭିନ୍ନ ଲୋକ, ବିଭିନ୍ନ ଦଳ, ସରକାର ଇଚ୍ଛା କରିବା ଦରକାର ଯେ ଯେମିତିକି ଏଇ ଯେଉଁ ନିର୍ବାଚନ ସମୟରେ ଯାହା ଯାହା ସମସ୍ୟା ଗୁଡ଼ାକ ଅଛି ସେହା ଦୂର ହୋଇଯିବ। ତେଣୁ ଏହାକୁ ଦୂର କରିବା ପାଇଁ ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବା ଦରକାର, ଆଉ ଯାହାଦ୍ୱାରା କି ଆମ ଭାରତର ଗଣତନ୍ତ୍ରଟି ଅଧିକ ସୁଦୃଢ଼ ହୋଇପାରିବ। ପିଲାମାନେ ଏଠି ଆହୁରି ତୁମେ ଜାଣିଛ କି ସେ ଘର ଭିତରେ ଅନେକ ଇମ୍ପୋର୍ଟାଣ୍ଟ ଜିନିଷ ରହିଛି, ତାକୁ ତୁମେ ମନେ ରଖିବା ଜରୁରୀ ଅଟେ। ଆମର ଓଡ଼ିଶାରେ ବିଧାନସଭା ଅଛି ନା, ବିଧାନସଭା ପାଇଁ ରାଜ୍ୟରେ କେତେଟି ଆସନ ଅଛି? 147ଟି ଆସନ ଅଛି। ତେଣୁ ଯେତେବେଳେ ନିର୍ବାଚନ ହୁଏ ସେତେବେଳେ ଓଡ଼ିଶାକୁ 147ଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଏ, ଆଉ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଜଣେ ଜଣେ ସଦସ୍ୟ ନିର୍ବାଚିତ ହୁଅନ୍ତି। ସେହିପରି ରାଜ୍ୟସଭା ଆମର କେନ୍ଦ୍ରରେ ଅଛି, ଲୋକସଭା, ରାଜ୍ୟସଭା। ହେଲେ ରାଜ୍ୟସଭାର ସର୍ବାଧିକ ସଭ୍ୟ ସଂଖ୍ୟା କେତେ ନା 250। ଏତିକି ରହିବାର ବ୍ୟବସ୍ଥା ଅଛି। ଆଉ 250 ମଧ୍ୟରୁ 238 ଜଣ ସଦସ୍ୟମାନେ ବିଭିନ୍ନ ରାଜ୍ୟରୁ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି। ବାକି ରହିଲେ 12 ଜଣ ସଦସ୍ୟ। ସେ 12 ଜଣ ସଦସ୍ୟମାନଙ୍କୁ ରାଷ୍ଟ୍ରପତି କ'ଣ କରନ୍ତି? ନିଜେ ମନୋନୀତ କରନ୍ତି, ନିଜେ ନିଯୁକ୍ତି ଦିଅନ୍ତି। ଆଉ ସେଇ 12 ଜଣ ବ୍ୟକ୍ତିଙ୍କର ଯୋଗ୍ୟତା କ'ଣ ହେବା ଦରକାର? ସେହି ବ୍ୟକ୍ତିମାନେ ସାହିତ୍ୟ, କଳା, ବିଜ୍ଞାନ ଏବଂ ସମାଜ ସେବା କ୍ଷେତ୍ରରେ ସେମାନେ ପ୍ରତିଷ୍ଠା ଲାଭ କରିଥିବେ। ସେମିତି 12 ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତି ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ କରନ୍ତି। କିନ୍ତୁ ବର୍ତ୍ତମାନ ଆମ ରାଜ୍ୟରେ 250 ଜଣ ସଦସ୍ୟ ନାହାନ୍ତି। 250 ଜଣ ହେବା କଥା, କିନ୍ତୁ ସେତିକି ନାହାନ୍ତି। ବର୍ତ୍ତମାନ ଆମ ଓଡ଼ିଶାର ରାଜ୍ୟସଭା ସାଂସଦଙ୍କର ସଂଖ୍ୟା କେତେ ଅଛି? 233। ମନେ ରଖିବ। ଆଉ ମନୋନୀତ ସଂଖ୍ୟା ତ ସେହି 12 ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି। ଏବେ ଆମେ ପଢ଼ିବା ଓଡ଼ିଶାର ବିଧାନସଭା। ବିଧାନସଭାରେ କେତେଟି ରାଜ୍ୟସଭାର ସଦସ୍ୟମାନେ କେଉଁଠୁ ଯାଆନ୍ତି? ରାଜ୍ୟସଭାର ସଭ୍ୟମାନଙ୍କୁ ନିର୍ବାଚନ କରାଯାଏ, ସେମାନେ ପରୋକ୍ଷ ଭାବେ ନିର୍ବାଚିତ ହେଉଛନ୍ତି। ହେଲେ ବିଭିନ୍ନ ରାଜ୍ୟରୁ ସେମାନେ ନିର୍ବାଚିତ ହୋଇଯାଆନ୍ତି। ସବୁ ରାଜ୍ୟରୁ କିଛି କିଛି ସଦସ୍ୟ, ସବୁ ରାଜ୍ୟ ପାଇଁ ସ୍ଥାନ ସଂରକ୍ଷଣ ଅଛି କେଉଁଠି? ରାଜ୍ୟସଭାରେ। ଆଉ ଯେତିକିଟି ସ୍ଥାନ ସଂରକ୍ଷଣ ଅଛି ସେତିକି ଜଣ ସେମାନେ ପ୍ରତ୍ୟେକ ରାଜ୍ୟରୁ ବିଧାନସଭାରୁ ନିର୍ବାଚିତ ହୋଇକି ଯାଆନ୍ତି। ବିଧାନସଭାର ସଦସ୍ୟମାନେ ନିଜ ନିଜ ରାଜ୍ୟର ବିଧାନସଭା ସଦସ୍ୟମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ନିର୍ବାଚନ କରି ରାଜ୍ୟସଭାକୁ ପଠାନ୍ତି। ହେଲେ ଆମ ଓଡ଼ିଶାର ବିଧାନସଭାର ସଦସ୍ୟମାନେ ରାଜ୍ୟସଭା ପାଇଁ କେତେ ଜଣଙ୍କୁ ନିର୍ବାଚନ କରନ୍ତି? 10 ଜଣ ସାଂସଦଙ୍କୁ। ଅର୍ଥାତ୍ ରାଜ୍ୟସଭାରେ ଆମ ଓଡ଼ିଶା ପାଇଁ କେତେଟି ସିଟ୍ ଅଛି? 10ଟି ସିଟ୍ ଅଛି। କିନ୍ତୁ 10 ଜଣଙ୍କୁ ଏକାଥରେ ନିର୍ବାଚନ କରି ପଠାଯାଏ ନାହିଁ। କେତେ ଜଣଙ୍କୁ ପଠାଯାଏ? 1/3। 10 ଜଣକୁ ଆମେ 3 ଭାଗ କରିଦେବା। ହେଲେ ଗୋଟିଏ ଭାଗରେ ଯେତିକି ସଦସ୍ୟ ଅଛନ୍ତି ସେମାନେ 2 ବର୍ଷରେ ସେମାନେ କ'ଣ ହେବେ? ନିର୍ବାଚିତ ହୋଇକି
ରାଜ୍ୟସଭାର ସଦସ୍ୟ ହେବା ପାଇଁ ଯାଆନ୍ତି। ବିଧାନସଭାର ସଦସ୍ୟମାନେ ତାଙ୍କୁ ନିର୍ବାଚନ କରିଥାନ୍ତି। ତେଣୁ ଆମେ ଯଦି 3 ଭାଗ କରିଦେବା 10 ଜଣଙ୍କୁ, ତାହେଲେ 3 ଜଣ ଲେଖାଏଁ ଯିବେ। ପ୍ରଥମ ବର୍ଷ 3 ଜଣ ଯିବେ, ନିର୍ବାଚିତ ହେବେ, ଆଉ ରାଜ୍ୟସଭାର ସଦସ୍ୟ ହେବା ପାଇଁ ଯିବେ। ତାପରେ ପୁଣି 6 ବର୍ଷରେ ସେମାନଙ୍କର କାର୍ଯ୍ୟକାଳ କେତେ ବର୍ଷ? 6 ବର୍ଷ। 6 ବର୍ଷ ଅଟେ। ହେଲେ 6 ବର୍ଷରେ 1/3 ସଦସ୍ୟମାନେ କ'ଣ ହେବେ? ପୁଣି ନିର୍ବାଚିତ ହେବେ। ପୁଣି 3 ଜଣ ଯିବେ। 6 ଜଣ ଗଲେ, ବାକି ରହିଲେ 4 ଜଣ। ପୁଣି 2 ବର୍ଷରେ ପୁଣି କ'ଣ ହେବେ ନା 2 ବର୍ଷରେ ଥରେ ଲେଖାଏଁ 1/3 ସଦସ୍ୟମାନେ ନିର୍ବାଚିତ ହୁଅନ୍ତି ଏବଂ ରାଜ୍ୟସଭାର ସଦସ୍ୟ ହେବା ପାଇଁ ସେମାନେ ଯାଇଥାନ୍ତି। ତେଣୁ ପ୍ରତି 2 ବର୍ଷରେ ଥରେ 1/3 ସଭ୍ୟ ସଂଖ୍ୟା ଶୂନ୍ୟ ପଡ଼ିଯାଏ, ଆଉ ସେତିକି ଜଣ ସଦସ୍ୟମାନଙ୍କୁ ନିର୍ବାଚନ କରାଯାଏ। ଏଟା ଗଲା ରାଜ୍ୟସଭା ସଦସ୍ୟ। ଏବେ ଆମେ ଲୋକସଭା ବିଷୟରେ ବି ପଢ଼ିବା। ପାର୍ଲିଆମେଣ୍ଟରେ 2ଟି ସଭା ଅଛି, ରାଜ୍ୟସଭା, ଲୋକସଭା। ଲୋକସଭାଟି ହେଉଛି ନିମ୍ନ ସଦନ, ତୁମେ ଆଗରୁ ପଢ଼ି ସାରିଛ। ହେଲେ ଲୋକସଭାର ସର୍ବାଧିକ ସଭ୍ୟ ସଂଖ୍ୟା କେତେ? 552। ଏତିକି ରହିବା କଥା, କିନ୍ତୁ ଆମ ବର୍ତ୍ତମାନ ସେତିକି ସଂଖ୍ୟା ନାହାନ୍ତି, ସେତିକି ସଦସ୍ୟମାନେ। ଆଉ ସେଇ ସଦସ୍ୟ 552 ଯେଉଁ ସିଟ୍ ଅଛି, ସେଥିମଧ୍ୟରୁ ବିଭିନ୍ନ ରାଜ୍ୟରୁ 530 ଜଣ, ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରୁ 20 ଜଣ ସଦସ୍ୟମାନେ ନିର୍ବାଚିତ ହୋଇକି ଲୋକସଭାର ସଦସ୍ୟ ହୁଅନ୍ତି। ଆଉ ଦରକାର ପଡ଼ିଲେ ରାଷ୍ଟ୍ରପତି କ'ଣ କରନ୍ତି? 2 ଜଣ ସଦସ୍ୟଙ୍କୁ ମନୋନୀତ କରନ୍ତି। କେମିତି ବ୍ୟକ୍ତିଙ୍କୁ? ଆଙ୍ଗ୍ଲୋ ଭାରତୀୟ ସମ୍ପ୍ରଦାୟର 2 ଜଣ ପ୍ରତିନିଧିଙ୍କୁ ସେ ନିଜେ ମନୋନୀତ କରନ୍ତି। ହେଲେ ଓଡ଼ିଶାରୁ ଲୋକସଭା ପାଇଁ 21 ଜଣ ସଦସ୍ୟମାନେ ସେଠି ନିର୍ବାଚିତ ହୋଇଯାଆନ୍ତି। ମାନେ ଓଡ଼ିଶା ପାଇଁ ଲୋକସଭାରେ 21ଟି ଆସନ ଅଛି। ତେଣୁ ଆମ ଓଡ଼ିଶାବାସୀ 21 ଜଣ ସାଂସଦମାନଙ୍କୁ ନିର୍ବାଚନ କରନ୍ତି। ଆଉ ଯେଉଁମାନଙ୍କୁ ନିର୍ବାଚନ କରନ୍ତି 21 ଜଣଙ୍କୁ, ସେମାନେ ଲୋକସଭାର ସଦସ୍ୟ ହୁଅନ୍ତି। ଆଉ ସେମାନେ କେତେ ବର୍ଷ ପାଇଁ ଯିବେ? ନା 5 ବର୍ଷ। ତାଙ୍କର କାର୍ଯ୍ୟକାଳ ହେଉଛି 5 ବର୍ଷ। କିନ୍ତୁ 552ଟା ଆସନ ହେବା କଥା, ମାନେ ସେତିକି ଜଣ ପ୍ରାର୍ଥୀ ଯିବା କଥା, କିନ୍ତୁ ଆମ ଭାରତର ଲୋକସଭାର ସାଂସଦଙ୍କର ସଂଖ୍ୟା ବର୍ତ୍ତମାନ ଅଛି କେତେ? ନା 545। ଆଉ ସେମାନଙ୍କ ମଧ୍ୟରୁ ରାଜ୍ୟଗୁଡ଼ିକରୁ 530 ଜଣ, ପ୍ରତ୍ୟେକ ରାଜ୍ୟମାନଙ୍କରୁ 530 ଜଣ ସଦସ୍ୟ ନିର୍ବାଚିତ ହୋଇଯାଆନ୍ତି। ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ 13 ଜଣ ନିର୍ବାଚିତ ସାଂସଦ ଅଛନ୍ତି। ହେଲେ ଆମ ଓଡ଼ିଶାକୁ 530ଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଏ। ଆଉ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଜଣେ ଜଣେ ସଦସ୍ୟ ମାନେ ନିର୍ବାଚିତ ହୁଅନ୍ତି, ଆଉ ସେମାନେ ଲୋକସଭାର ସଦସ୍ୟ ହୋଇଥାନ୍ତି। ଆଉ 13 ଜଣ ଯେଉଁ ଯିବେ, ସେମାନେ କେଉଁଠୁ ଯିବେ? କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହୁଅନ୍ତି। ସେମାନଙ୍କ ବ୍ୟତୀତ ଆଉ 2 ଜଣ ଯେଉଁ ସଦସ୍ୟ ଥାନ୍ତି ଆଙ୍ଗ୍ଲୋ ଭାରତୀୟମାନେ, ସେମାନଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି। ଯେମିତି ରାଜ୍ୟସଭାରେ 12 ଜଣ ସଦସ୍ୟଙ୍କୁ ସେ ମନୋନୀତ କରନ୍ତି, ଆଉ ଲୋକସଭାରୁ 2 ଜଣ ସଦସ୍ୟଙ୍କୁ ମନୋନୀତ କରନ୍ତି। ପିଲାମାନେ, ଆଜିର ପାଠ ଲମ୍ବା ଅଛି ଟିକେ, କିନ୍ତୁ ବହୁତ ଇମ୍ପୋର୍ଟାଣ୍ଟ ପାଠ ଅଟେ, କିନ୍ତୁ କଷ୍ଟ ପାଠ ନୁହେଁ। ଏଟା ମନେ ରଖିବ। ଆଉ ଯେଉଁ ସଂଖ୍ୟା ଗୁଡ଼ାକ ରହିଛି ସେଗୁଡ଼ାକୁ ମଧ୍ୟ ମନେ ରଖିବ, ରଟିବ, ମୁଖସ୍ଥ କରିବ। ଆଉ ଏଟାକୁ ସବୁଦିନ ପାଇଁ ମନେ ରଖିବ। ଏବେ ପାଇଁ ଖାଲି ନାହିଁ, ଏଟା ଭୁଲିଗଲେ ହେବ ନାହିଁ। ଏଟା ଆମ ଭାରତର ଲୋକସଭା, ରାଜ୍ୟସଭାର ସଭ୍ୟ ସଂଖ୍ୟା ଅଟେ, ଆଉ ନିର୍ବାଚନ ବ୍ୟବସ୍ଥା ଅଟେ। ଆଉ ଆମ ଭାରତ ଏବଂ ଆମର ଓଡ଼ିଶାର ନିର୍ବାଚନ ଆୟୋଗ ସମ୍ପର୍କରେ ଲେଖା ଅଛି। ତେଣୁ ଏଟା ଜାଣିବା ନିହାତି ଜରୁରୀ ଅଟେ। ତେଣୁ ଭଲ ଭାବରେ ପଢ଼ିବ, ମୁଖସ୍ଥ କରିବ, ମନେ ରଖିବା ପାଇଁ ଚେଷ୍ଟା କରିବ।
ଆଜି ପାଇଁ ମୁଁ ଏତିକି ପଢ଼ଉଛି।